ପଞ୍ଚପଞ୍ଚାଶତ ଅଧ୍ୟାୟ ଜୟଦେବ ସମ୍ବାଦ। ଚୈତନ୍ୟ ଉବାଚ କହଇ ଚୈତନ୍ୟ ଆବର ଶୁଣ ଇନ୍ଦ୍ରିୟ ଗଣେଶ୍ୱର ଅଟଇ ପରମ ପବିତ୍ର ଶ୍ରୀକୃଷ୍ଣ ଭକତ ଚରିତ ଶ୍ରବଣେ ନାନା ପାପ ଧ୍ୱଂସେ ବିଷ୍ଣୁ ଭକତି ପରକାଶେ ଜନମ କେନ୍ଦୁ ବିଲ୍ୱ ଗ୍ରାମେ ବ୍ରାହ୍ମଣ ଜୟଦେବ ନାମେ ମହାପଣ୍ଡିତ ବିଷ୍ଣୁ ଭକ୍ତି ଜିତ ଇନ୍ଦ୍ରିୟ ସୁବିଗତି ବିରକ୍ତ ନିସଙ୍ଗ ଉଦାସୀ ଶ୍ରୀକ୍ଷେତ୍ରେ ପରବେଶ ଆସି ଏକ ବୃକ୍ଷର ତଳେ ଥାଇ ଶ୍ରୀ ଜଗନ୍ନାଥଙ୍କୁ ସେବଇ ପୂର୍ବେ ଯେ କଇ ବ୍ରାହ୍ମଣ ଥିଲା ସେ ଅପତ୍ୟ ବିହୀନ ଶ୍ରୀ ଜଗନ୍ନାଥଙ୍କ ସେବା କଲା ମନେ ଏମନ୍ତ ମନାସିଲା ପୁତ୍ର ବା କନ୍ୟା ହେଲେ ମୋର ଦାସ ବା ଦାସୀର ପ୍ରକାର ସେବିବ ପ୍ରଭୁର ଚରଣ ଏମନ୍ତେ ଗଲା କିଛି ଦିନ ଭାଗ୍ୟରେ କନ୍ୟା ଏ ଜନ୍ମିଲା ତା ଯୁବା କାଳ ଯହୁଁ ହେଲା ପ୍ରଭୁଙ୍କୁ କଲା ସମର୍ପଣ ଆଜ୍ଞା ଦେଲେ ସେ ନାରାୟଣ ଦାସୀଏ ମୋର ଅଙ୍ଗୀକାର ମାତ୍ର ଏମନ୍ତ ବିପ୍ରବର ମୋ ଦାସ ଏକ ଯେ ଉଦାସୀ ବୃକ୍ଷର ତଳେ ଅଛି ବସି ଜୟଦେବଟି ନାମ ତାର ତାକୁ ଏ କନ୍ୟା ଦାନ କର ଏ ଆଜ୍ଞା ମତେ ବିପ୍ର ତୁଷେ ଗଲା ଯେ ଜୟଦେବ ପାଶେ ପ୍ରଭୁର ଆଜ୍ଞା ଜଣାଇଲା ଶୁଣି ସେ ସାଧୁ ଚମକିଲା ବଇଲା ଏମନ୍ତ ଆଜ୍ଞାକୁ ବଳମ ନାହିଁ ପାରିବାକୁ ବିପ୍ର କହଇ ପ୍ରଭୁ ଆଜ୍ଞା କାହିଁକି କରୁଛ ଅବଜ୍ଞା ସାଧୁ ବୋଲଇ ଅକାରଣ କଟାଳ କରୁଛ ବ୍ରାହ୍ମଣ ତା କ୍ଷେତ୍ର ଛାଡ଼ି ପଛେ ଯିବି ତା ଆଜ୍ଞା ପାଳି ନ ପାରିବି ତହୁଁ ବ୍ରାହ୍ମଣ ଚିଡ଼ି କରି କନ୍ୟାକୁ କହଇ ତିଆରି ଏହି ତୋର ସ୍ୱାମୀ ନିଶ୍ଚୟ ଏହାକୁ ଆଦରି ନ ରହ ଏମନ୍ତ କହି ବିପ୍ର ଗଲା କନ୍ୟା ଯେ ବସିଣ ରହିଲା ସାଧୁ ବଇଲା ଯାଅ ତୁହି ମତହିଁ କିଛି କାର୍ଯ୍ୟ ନାହିଁ ସେ କନ୍ୟା ନାମ ପଦ୍ମାବତୀ ପଦ୍ମିନୀ ଗୁଣବତୀ ସତୀ କାନ୍ଦି କହିଲା ଜଗନ୍ନାଥ ଆଜ୍ଞାରେ ସମର୍ପିଲେ ତାତ ତୁମ୍ଭେ ତ ବଲ୍ଲଭ ମହରି ଏ ଦେହ ପ୍ରାଣ ଅଧିକାରୀ ପକାଇ ଦେଲେ ପଦେ ଠେଲି ପଶିବି ଶିର ଦେଇ ପେଲି ଲଗାଇ ଦେଇ ମନ ପ୍ରାଣ ସେବିବି ତୁମ୍ଭର ଚରଣ ଶୁଣିନ ସାଧୁ ବିଚାରଇ ପ୍ରଭୁର ଆଜ୍ଞା ନ ଚଳଇ ସଙ୍ଗିନୀ ରୂପେ ଏ ରୂପସୀ ହେଲା ଗଳାକୁ ମୋର ଫାଶୀ ଯେ ଇଚ୍ଛା ଜଗନ୍ନାଥଙ୍କର ତହିଁକି ଆଉ କି ବିଚାର ଗୋଟିଏ କୁଟୀର ନିର୍ମାଣୀ ତହିଁ ରହିଲା ଭାର୍ଯ୍ୟା ଘେନି ଶ୍ରୀରାଧା ମାଧବ ଠାକୁରେ ଆଣି ସ୍ଥାପିଲା ସେହିଠାରେ ଶ୍ରୀପଦ ସେବିକା କାରଣ ପଦ୍ମାକୁ କଲା ସମର୍ପଣ ପଦ୍ମା ଯେ ପଣ୍ଡିତା ସାଧବୀ ଯେମନ୍ତେ ଦେବ ତେନେ ଦେବୀ ଶ୍ରୀରାଧା ମାଧବ ଦର୍ଶନେ ଉତ୍କଣ୍ଠା ଜନ୍ମିଲା ରଚନେ ରଚିଲା ଅପୂର୍ବ ପ୍ରବନ୍ଧ ନାମ ଯା ଶ୍ରୀଗୀତ ଗୋବିନ୍ଦ ଶୁଣନ୍ତି ଆଜି ଯାଏ ନିତ୍ୟ ତ୍ରିକାଳେ ଯାହା ଜଗନ୍ନାଥ ଦିନେ ସେ ଗ୍ରନ୍ଥର ରଚନା ସମୟେ ଏମନ୍ତ ଘଟଣା ଖଣ୍ଡିତା ରସ ବର୍ଣ୍ଣନରେ ଶ୍ରୀକୃଷ୍ଣ ରାଧିକା ପୟରେ ପଡ଼ିନଥିଲେ କାମ ବୋଳେ ଏକଥା ଜାଣନ୍ତି ସକଳେ ମାତ୍ର ଭଗତ ଜୟଦେବ ମନେ ଜନ୍ମିଲା ଶଙ୍କା ଭାବ ହେଲେ ହେ ରାଧା ଜଗନ୍ମାତ ଜଗତ ପ୍ରଭୁ ଜଗନ୍ନାଥ ଅଧୀର ଲମ୍ପଟ ପରାଏ ପଡ଼ିଲେ ରମଣୀର ପାଏ କେମନ୍ତେ ଲେଖିବି ଏ କଥା ହୃଦକୁ ଲାଗଇ ମୋ ବ୍ୟଥା
ପୁଥି ଲେଖନ ଥୋଇ ଭାଳି ସ୍ନାନକୁ ଗଲେ କବି ଚଳି। ଏକାଳେ ପ୍ରଭୁ ବିଶ୍ୱରୂପ ଧରିଣ ଜୟ ଦେବ ରୂପ। ମନ୍ଦିରେ ପ୍ରବେଶ ହଇଲେ ଦେଖିନ ତାଙ୍କୁ ପଦ୍ମା ବୋଲେ। ସ୍ନାନକୁ ଯାଇ କିମ୍ପା ପୁଣି ଫେରିଲେ ପ୍ରଭୁ ହସି ଭଣି। ପଡ଼ିଲା ଗୀତ ପଦେ ମନେ ଫେରିଲି ଲେଖିବା କାରଣେ। ଧରିଣ ଲେଖନ ସେ ପୁଥି ଲେଖିଲେ ତରତରେ ଅତି। ଯେ ସ୍ମର ଗରଳ ଖଣ୍ଡନ ଯେ ମମ ଶିରସି ମଣ୍ଡନ। ସେ ପଦ ପଲ୍ଲବ ଉଦାର ଦେହି ହେମନ୍ତ ପଦ ସାର। ଲେଖି ଗମିଲେ ଦେବ ଦେବ ପ୍ରବେଶ ଆସି ଜୟ ଦେବ। ଚକିତେ ପଦ୍ମାବତୀ ଭାସି ସ୍ନାନକୁ ଯାଇ ଫେରି ଆସି। ଲେଖି ଏକ୍ଷଣି ପୁଣି ଗଲ ଏତେ ଚଞ୍ଚଳ ଲେଉଟିଲ। ଏଥେ ସନ୍ଦେହ ଗୁରୁତର ନ ଜାଣେ ସ୍ୱାମୀ କେବା ମୋର। ସୁବୁଦ୍ଧି ଜୟ ଦେବ ଶୁଣି ପ୍ରଭୁର ମାୟା ବୋଲି ଜାଣି। ଫିଟାଇ ଦେଖିଲେ ସେ ପୁଥି ଝଟକ ନବ ଲେଖା ଜ୍ୟୋତି। ହୃଦୟେ ଥୋଇ ସେହି ଗ୍ରନ୍ଥ ନାଚିଲେ ହୋଇ ଉନ୍ମତ୍ତ। ବୋଲି ନ ପାରେ ଗଦ ଗଦେ ଦେହି ପଦ ଯେ କଣ୍ଠ ରୁଧେ। ପୁଲକେ କମ୍ପେ ଘନ ଘନ ଲୁତକେ ପୂରିତ ନୟନ। ତନ୍ମୟ ଭାବେ ହୋଇ ଭୋଳ ପଦ୍ମାର ଚରଣେ କମଳ। ଧରି ବଇଲେ ତୁହି ଧନ୍ୟ ସୁଫଳ ତୋର ଜୀବନ। ଦର୍ଶନ ନ ମିଳିଲା ମତେ ପ୍ରଭୁ ତ ଦେଖା ଦେଲେ ତତେ। ହେମନ୍ତ ଗ୍ରନ୍ଥ ସମାପନ କଲେ ବ୍ୟାପିଲା ସେ ଭୁବନ। ଶ୍ରବଣେ କ୍ଷେତ୍ର ରାଜବାସୀ ହୃଦୟ ଛଳେ ପରକାଶୀ। ଗୀତ ଗୋବିନ୍ଦ ନାମେ ପୁଣି ଗ୍ରନ୍ଥେ କରଚି ନୃପମଣି। ସଭା ପଣ୍ଡିତ ଗଣେ ଦେଇ ବିଚାର କର ହେ ବୋଲଇ। ପଣ୍ଡିତ ଦେଖି କହେ ହସି ରାଜାର ଗ୍ରନ୍ଥକୁ ପ୍ରଶଂସି। ଜୟ ଦେବର ବରାନନେ ମିଷ୍ଟତା ନାହିଁ ବହୁ ସ୍ଥାନେ। ତଥାପି ତାହା ପ୍ରଭୁଙ୍କର ଅଟଇ ବଡ଼ ପ୍ରିୟତର। ରାଜନ ଶୁଣି ଗ୍ରନ୍ଥ ଦୁଇ ପ୍ରଭୁ ଚାମୁରେ ଦେଲା ନେଇ। ସାଧୁର ଗ୍ରନ୍ଥ ତତ୍କାଳେ ଧଇଲେ ପ୍ରଭୁ ହୃଦସ୍ଥଳେ। ରାଜାର ଗ୍ରନ୍ଥ ପଦକ୍ଷେପି ଦେଖି ନୃପତି ହେଲା ତାପି। ଚଳିଲା ଅଭିମାନ ଭୋଳେ ଜୀବନ ହାରି ସିନ୍ଧୁ ଜଳେ। ଜାଣିଲେ ପ୍ରଭୁ ଦୁଃଖ ଘେନା ଭକତ ହୃଦୟ ବେଦନା। ଶୁଭିଲା ଆକାଶ ବଚନ ତ ଗ୍ରନ୍ଥ କଲି ମୁଁ ଗ୍ରହଣ। ଦ୍ୱାଦଶ ସର୍ଗ ପରିମାଣ ଜୟ ଦେବର ଗ୍ରନ୍ଥ ଜାଣ। 12 ସ୍ୱର୍ଗର ଆଦ୍ୟ ତାର ରହିବ 12 ଶୁଳ୍କ ତୋର। ରାଜା ହୋଇନ ଏଥେ ତୁସ ଗମିଲା ଆପଣା ଉଆସ। ଦିନେ କପଟେ ଜୟ ଦେବ ରୂପ ଧରିଣ ବାସୁଦେବ। ପଦ୍ମାର ହସ୍ତ ପାକ ଅନ୍ନ ଖାଇ ସନ୍ତୋଷ କଲେ ମନ। ସେ ସାଧୁ ସ୍ୱାଧୀ ସଙ୍ଗତରେ ନାନା କୌତୁକ ପ୍ରଭୁ କରେ। ପ୍ରଭୁର ସେବା ପାଇଁ ଧନ ସାଧୁର ଏକା ପ୍ରୟୋଜନ। ସାଧୁ ଯେ ଧନ ଘେନି ଦିନେ ବିଦେଶୁ ଆସେ ତୁସ ମନେ। ପଥରେ ଭେଟି ଦସ୍ୟୁ ଦଳ ଛଡ଼ାଇ ଘେନିଲେ ସକଳ। ଦସ୍ୟୁ ଜୀବନ ମାରିବାକୁ ବିନୟେ ସାଧୁ କହେ ତାଙ୍କୁ। ସବୁ ତ ଧନ ମୋର ନେଲ ଜୀବନେ ମାରିକି ବା ଫଳ। ଦସ୍ୟୁ ବୋଲନ୍ତି ଗ୍ରାମେ ଯାଇ ଆମ୍ଭଙ୍କୁ ଦେବୁ ତୁ ଧରାଇ। କେବଲେ ଜୀବନେ ନ ମାରି ୟା ହସ୍ତ ପାଦ କାଟି କରି। କୂପରେ ଦେବା ଯେ ପକାଇ ତକ୍ଷଣେ ଦୁଷ୍ଟ କଲେ ନାହିଁ। ପଳାଇ ଗଲେ ସାଧୁ ବନେ କୁବ ନଥିଲା ଏକ ଶଣେ। ପଡ଼ି ସେ ବନ ମଧ୍ୟେ କୂପେ ମୁଖରେ କୃଷ୍ଣ କୃଷ୍ଣ ଜପେ। ମୃଗୟା ଅର୍ଥେ ଏକ ନୃପ ଯାଇ ଦେଖିଲା ସେହି କୂପ। କୂପେ ବିରାଜେ ସାଧୁବର ସୂର୍ଯ୍ୟ ସମାନ ତେଜସ୍କର।
ମୁଖେ ରଟଇ ଅବିରାମ କେବଳ କୃଷ୍ଣ କୃଷ୍ଣ ନାମ। ସାଧୁଙ୍କୁ କୂପରୁ ଉଠାଇ ଦେଖିଲା ହସ୍ତପାଦ ନାହିଁ। ପୁଣି ବଇଲା ସାଧୁ ଧୀରେ ଏ ଦଶା କୃଷ୍ଣର ଇଚ୍ଛାରେ। ପ୍ରଣମୀ ରାଜା ତୁସ ମନେ ବସାଇ ନେଇ ସୁଖାସନେ। ଉତ୍ତମ ସ୍ଥାନେ ନିଜ ପୁରେ ସାଧୁଙ୍କୁ ରଖିଲା ଆଦରେ। ବଇଲା କିବା ବାଞ୍ଛା ତବ କହ ହେ ପରମ ବୈଷ୍ଣବ। କାହାନ୍ତି ବୈଷ୍ଣବ ପ୍ରଧାନ ବୈଷ୍ଣବ ସେବାରେ ମୋ ମନ। ଏମନ୍ତ ସାଧୁର ବଚନେ ରାଜା ଲାଗିଲା ଆୟୁଜନେ। ଚବ୍ୟଚୁଷ୍ୟ ଜେଲେ ପେୟ ଭୋଜନ ହେଲା ଅହରହ। ଆସିଲେ ବୈଷ୍ଣବ ଅଶେଷ ଭୋଜନେ ହେଲେ ଅତି ତୁଷ। ବୈଷ୍ଣବ ଦର୍ଶନ ଲାଳସେ ସେହି ଦସ୍ୟୁଏ ଛଦ୍ମବେଶେ। ଆସିଲେ ବୈଷ୍ଣବ ପରି ରାଜାକୁ ପ୍ରବଞ୍ଚନା କରି। ଚିହ୍ନିଣ ସାଧୁ ତାଙ୍କୁ ଚାହିଁ ଏମନ୍ତ ରୂପେ ଦେଲା କହି। ଏହି ସେ ବୈଷ୍ଣବ ଦଳେ ଚର୍ଚିବ ୟାଙ୍କୁ ଅନୁଭଲେ। ଏମନ୍ତ ସାଧୁ ପରସ୍ତାବେ ରାଜା ସେବିଲା ଭକ୍ତି ଭାବେ। ଦେଖି ସାଧୁର ଆଚରଣ ଭୟେ କମ୍ପିଲେ ଦସ୍ୟୁଗଣ। ଯା ହସ୍ତ ପଦ କାଟି ଦେଇ କୂପରେ ଥିଲେ କପକାଇ। ସେ ରାଜା ଗୃହେ ଅଧିକାରୀ ଏଡ଼େ ଆଦର କିମ୍ପା କରି। ରହିଛି କରି କି କପଟ କରିବେ ଦିନେ ମୁଣ୍ଡ କାଟ। ଉଦୟ ହେଲା ସ୍ନେହ ସେବା ଖାଇବା ପିଇବା ଶୋଇବା। ଯିବୁ କହିଲେ ରାଜା ବୋଲେ ଯିବ ବାବାଜୀ ଆଜ୍ଞା ଦେଲେ। କମ୍ପଇ ଶୁଣି କଳେବର ବାବାଜୀ ନାମ ଚୋରଙ୍କର। ନ ଯାଏ ସାଧୁ ପାଶେ ଡରେ ପଳାଇ ଯିବା ବାଞ୍ଛା କରେ। ରାଜା କହିଲେ ସାଧୁ ପାଶେ ବୈଷ୍ଣବ ଯିବେ ନିଜ ବାସେ। ବାବାଜୀ ବୋଇଲେ ରାଜାଙ୍କୁ ବହୁତ ଧନ ଦିଅ ତାଙ୍କୁ। ସଙ୍ଗରେ ଦିଅ ଲୋକ ଗାଡ଼ି ତାଙ୍କୁ ଆସନ୍ତୁ ଗୃହେ ଛାଡ଼ି। ବାବାଜୀ ଆଜ୍ଞା ଶିରେ ଧରି ବିଦାୟ ତାଙ୍କୁ ରାଜା କରି। ଏମନ୍ତେ ଗଲେ ଦସ୍ୟୁମାନ ପଥେ କହିଲେ ଭୃତ୍ୟଗଣ। ଏଠାରୁ ଫେରି ତୁମ୍ଭେ ଯାଅ ଆମ୍ଭଙ୍କୁ ଆମ୍ଭ ଧନ ଦିଅ। ରାଜାଜ୍ଞା ଛାଡ଼ି ଯିବୁ ଘରେ ପଥୁ ଫେରିବୁ କି ପ୍ରକାରେ। ଦସ୍ୟୁ ବଇଲେ ଏଠୁ ଯାଅ ଘରେ ଛାଡ଼ିଲୁ ବୋଲି କହ। ଭୃତ୍ୟ ବଇଲେ ହେଉ ଯିବୁ କହ କଥାଏ ପଚାରିବୁ। ଆସନ୍ତି ବୈଷ୍ଣବ ଅପାର ନ ପାନ୍ତି ଏତେକ ଆଦର। କି ଘେନି ଏମାନ୍ୟ ତୁମ୍ଭର ଛଳିବ ଲଇ ଜଣେ ଚୋର। ତୁମ୍ଭ ରାଜାର ପାଶେ ଯେହି ଥୁଣ୍ଟା ବାବାଜୀ ଅଛି ରହି। ସେ କାଳେ ରାଜାର ଚାକର ଥିଲା ମୁଁ ଥିଲି ଜମିଦାର। ଏକ ଦୋଷରେ ରାଜା ତାଙ୍କୁ କହିଲେ ପ୍ରାଣେ ମାରିବାକୁ। ମୁଁ ଛେଦି ପଦ ହସ୍ତ ତାର ଦୟାରେ କରିଦେଲି ଦୂର। ସେଠାରୁ ଅଇଲା ପଳାଇ ତୁମ୍ଭ ରାଜାକୁ ମିଛ କହି। ହଇଲା ରାଜାର ମହନ୍ତ ମତେ ଦେଖି ସେ ହେଲା ଭୀତ। ନ ପକାଇବି ସେ ପ୍ରସ୍ତାବ ତହିଁକି ଏତେ ଭକ୍ତି ଭାବ। ଆବର ପ୍ରାଣ ପାଇଥିଲା ସେ ଉପକାରେ ଧନ ଦେଲା। ଏମନ୍ତ ବଚନ ଶ୍ରବଣେ ପ୍ରତେ ନ ଗଲେ ଭୃତ୍ୟଗଣେ। ଫାଟିଲା ଧରଣୀ ଏକାଳେ ଦସ୍ୟୁ ଯେ ପଡ଼ି ତହିଁ ମଲେ। ଚକିତ ହେଲେ ଭୃତ୍ୟ ଚାହିଁ ଭାବିଲେ ସାଧୁ ଦ୍ରୋହୀ ଏଇ। ଏ ଗୁରୁ ପାପେ ଥିଲେ ଜଡ଼ି ଦଇବ ଦଣ୍ଡ ଗଲା ପଡ଼ି। ଘେନିନ ଧନ ସେ ସମ୍ଭାର ଚଞ୍ଚଳେ ଗଲେ ପରିଚାର। ରାଜାର ଛାମୁରେ ଜଣାଣ କଲେ ସକଳ ବିବରଣ। ଆଶ୍ଚର୍ଯ୍ୟ ରାଜା ଶୁଣି ହଇ ପୁଚିଲା ବାବାଜୀ କି ଯାଇ। ଯା କରିଥିଲେ ଦସ୍ୟୁ ଦଳ ବାବାଜୀ କହିଲେ ସକଳ। ଆବର ପୁଛିଲେ ରାଜନ ଶତ୍ରୁଠାରେ ଏ ସୌଜନ୍ୟ। କହ କାହିଁକି ପ୍ରକାଶିଲ ପୁଣି ବହୁତ ଧନ ଦେଲ।
ବାବାଜୀ ବଇଲେ ରାଜନ ନକରି ପରାପର ଜ୍ଞାନ। ସନ୍ତୋଷ କଲେ ଲୋକ ମନ କହି ସନ୍ତୋଷ ଭଗବାନ। ଆଉ ଯେ ଦୁଷ୍ଟ ଅପକାରୀ ତାକୁ ବିନୟ ଭକ୍ତି କରି। ଯେବା କଲେ ତା ଉପକାର ଲଜ୍ଜା ପାଏ ସେ ଗୁରୁତର। ବଦଳି ଯାଏ ତା ସ୍ୱଭାବ ଛାଡ଼େ ସେ ତାର ହିଂସା ଭାବ। ଏତେ ଯାଚିତ ଦ୍ରବ୍ୟ ନୁହେଁ ତାକୁ ବିଧାତା ଦଣ୍ଡ ଦିଏ। ଏମନ୍ତେ କହୁ ଗଦ ଗଦେ କଅଁଳି ଗଲେ ହସ୍ତ ପାଦେ। ସକଳେ ଆଚମ୍ବିତ ଅତି ଅସାଧୁ ସାଧୁର ଏ ଗତି। ସାଧୁ ଘରଣୀ ପଦ୍ମାବତୀ ଶୁଣିନ ରାଜନ ଚଟତି। ଆଣିଲା ତାଙ୍କୁ ନିଜ ପୁରେ ରଖିଲା ରାଣୀ ସଙ୍ଗତରେ। ଏକାଳେ ଆସିଲା ଖବର ମରିଛି ଭାଇ ସେ ରାଣୀର। ଭାଉଜ ଭାଇ ଚିତାନଳେ ଜୀବନ ହାରିଛି ବିକଳେ। ଶୁଣିନ ରାଣୀ ମୁଣ୍ଡ କୁଡ଼ି କାନ୍ଦଇ ଧରଣୀରେ ପଡ଼ି। ବୁଝାଇ କହେ ପଦ୍ମାବତୀ ଏହି ତ ଜୀବନର ରୀତି। ଲାଗିଛି ଜନମ ମରଣ ଲୀଳା କରଇ ଭଗବାନ। କି ହେବ ଯେତେ ସୁଖ କରି ସୁଖେ କେହି କି ଆସେ ଫେରି। ଉଠିଲା ରାଣୀ ସୁଖ ତେଜି ଭାଉଜ ଗୁଣ ହେଲା ବଜି। ପତି ଭକତା ସତୀ ବୋଲି ତୁ ସ୍ୱାମୀ ସଙ୍ଗେ ଗଲୁ ଚାଲି। କହଇ ପଦ୍ମାବତୀ ଶୁଣି ସ୍ୱାମୀ ବାହାରି ଯାଏ ଏକ ପ୍ରାଣୀ। ଦେହ ଦୁଇଟା ସିନା ବହେ ଏକ ପରାଣ ବେନି ଦେହେ। ପୁରୁଷ ଗଣ୍ଡି ମୁଣ୍ଡ ସରି ନାରୀ ତା ପାଦ ଆଦି କରି। ନାରୀ ବି ଯୁଗେ ଅଧା ପ୍ରାଣେ ପୁରୁଷ ରହି ଜୀବନେ। ପୁରୁଷ ବିଯୁଗରେ ନାରୀ କ୍ଷଣେ କି ରହେ ପ୍ରାଣ ଧରି। ପତିର ପ୍ରାଣ ଯିବା ସଙ୍ଗେ ଭାର୍ଯ୍ୟା ପ୍ରାଣ କି ରହେ ଅଙ୍ଗେ। ପତି ଅନ୍ତେ ଯେ ଯିବେ ରହି ଚିତାନଳରେ ପ୍ରାଣ ଦେଇ। ତହିଁ ନାହିଁ ତା ସତୀପଣ ସେ ଲୋକ ଦେଖା ଚରଣ। ଏକଥା ଶୁଣି ରାଣୀମାନେ ଭିଡ଼ିବା ଇଚ୍ଛା କଲେ ଦିନେ। ରାଜା ବାବାଜୀ ବେନି ଯାଇ ଉପବନରେ ଥିଲେ ରହି। ଘରକୁ ଆସନ୍ତେ ରାଜନ ରାଣୀ କଲେ କ ନିବେଦନ। ପଦ୍ମାର ପତି ଭକ୍ତି କଥା ଭିଡ଼ିବା ପାଇଁ ଏ ବ୍ୟବସ୍ଥା। ମିଛରେ ଆଜି ଗୋସାଇଁର ପଠାଇ ମୃତ୍ୟୁ ସମାଚାର। ଦେଖିବା ପଦ୍ମାର କି ହୁଏ ଅନୁଚିତ ଏ ରାଜା କହେ। ନ ମାନି ରାଣୀ ମରଣର ପଠାଏ ମିଥ୍ୟା ସମାଚାର। ଶୁଣିବା ମାତ୍ରେ ପଦ୍ମାବତୀ ନିର୍ଜୀବ ହୋଇବ ଯେ କ୍ଷିତି। ହଇଲେ ରାଜା ରାଣୀ ଛନ୍ନ ଝିଙ୍କା ସେ ବହୁତ ରାଜନ। ଯାଇ ଗୋସାଇଁ ପାଦେ ପଡ଼ି ଉଠି କହିଲେ କର ଯୋଡ଼ି। ଜଣାଇ ସର୍ବ ସମାଚାର ବହିଲେ ଏ ପାପୁ ଉତ୍ତର। ଶୁଣି ଗୋସାଇଁ ହସି କହେ ଚିନ୍ତା ନ କର ନର ରାଏ। ଅଟେ ଯେ ମୃତ୍ୟୁ ସଞ୍ଜୀବନୀ ସେ କୃଷ୍ଣ ନାମ ମନ୍ତ୍ର ଶୁଣି। ହଇବ ପରାଣ ସଞ୍ଚାର ଏଥି ସନ୍ଦେହ ତୁ ନ କର। ଏମନ୍ତ କହିଣ ଗୋସାଇଁ ପ୍ରବେଶ ପଦ୍ମା ପାଶେ ଯାଇ। ଶୁଣାଉ ନାମ ମନ୍ତ୍ର ଗୋଟି ପଦ୍ମା ଯେ ଚମକିଣ ଉଠି। ପତି କି ଚାହେଁ ବୋଲେ ଦେବ ପ୍ରାଣ ଥାଉ କି ପିଣ୍ଡ ଯିବ। ଯାବତ ରହିଥାଏ ଦେହି ତାବତ ନ ଛାଡ଼ଇ ଛାଇ। ଦେଖି ସମସ୍ତ ଚମତ୍କାର ଭାବେ ଧନ୍ୟ ଏ ନାରୀବର। ସାମାନ୍ୟ ରମଣୀ ଯେମନ୍ତ ସାମାନ୍ୟ ପୁରୁଷେ ଆସକ୍ତ। ତେମନ୍ତେ ନୁହେଁ ପଦ୍ମାବତୀ କୃଷ୍ଣ ରୂପେ ସେ ଭଜେ ପତି। ଏମନ୍ତ କିଛି ଦିନ ଠାରେ ଜଣାଇ ରାଜାର ଗୁଚରେ। ପଦ୍ମାବତୀ ଯେ ଜୟଦେବ ଶ୍ରୀକ୍ଷେତ୍ରେ ଯାଇ କଲେ ଠାବ। ତାହାଙ୍କ ଗୀତ ଗୋବିନ୍ଦର ମହିମା ଜଗତେ ପ୍ରଚାର। ଶ୍ରୀ ଗୀତ ଗୋବିନ୍ଦ ଶ୍ରବଣ କରିଣ ଦେବ ନାରାୟଣ।
ହେଲେ ବିଶେଷ ପୁଲକିତ ଦ୍ରବିଲା ନର ନାରୀ ଚିତ୍ତ। ପାଷାଣ୍ଡ ବିଷୟୀ ପାମର ଶୁଣି ଦ୍ରବିଲେ ଚରାଚର। ଏକ ଯେ ମାଳିର ଦୁହିତା ଗାଇ ସେ ହୋଇ ପୁଲକିତା। ତୁଳଇ ଖେତୁ ବାଇଗଣ ସେ ଗୀତ ଶୁଣି ନାରାୟଣ। ସେ କନ୍ୟା ପଛେ ପଛେ ଚଳେ ଶିଳା କଣ୍ଟକ ପଦେ ଗଳେ। ଆବର କଣ୍ଟା ଲାଗି କରି ବସ୍ତ୍ର ଉଢ଼ଣି ଯାଏ ଚିରି। କଣ୍ଟା ସହିତେ ବାଇଗଣ ପତ୍ର ବସନେ ପଣ ପଣ। ହୋଇଛି ଛିନ୍ନ ଭିନ୍ନ ବେଶ ପ୍ରଭୁ ମନ୍ଦିରେ ପରବେଶ। ଦେଖି ଚକିତ ପଣ୍ଡାଗଣ ରାଜାରେ କଲେ କଜଣାଣ। ଆସୀନ ରାଜା ସ୍ତୁତି କରି ଯାଇ ନଥିଲେ କାହିଁ ହରି। ତେଜିଏ ବୈକୁଣ୍ଠପୁର କି ଲାଗି ବନରେ ବିହର। ଆହା ଲୋଭିଲ କି ବେଦନା ଦେଲା କେଡ଼େ କଦର୍ତ୍ତନା। ଏ ଭୃତ୍ୟ ଥାଉ ଥାଉ ରହି ଅଜ୍ଞାନ ହେଲେ କାହିଁ ପାଇଁ। ଆଜ୍ଞା ପାଇଲେ ଚନ୍ଦ୍ର ରବି ଆଣି ଚରଣ ତଳେ ଦେବି। ବ୍ରହ୍ମାଦି ଦେବେ ଶେଷ ଦେବେ ଧରି ଆଣିବି ଦେବ ଦେବେ। ଶ୍ରୀପାଦ ପଦ୍ମ ପରସାଦେ କାହାକୁ ନ ଡରେ ମୁଁ ବାଦେ। ତବ ଆଜ୍ଞାରେ ଧରାସ୍ଥଳୀ ମେରୁ ସହିତେ କରି ଧୂଳି। ଉଡ଼ାଇ ଦେବି ଫୁଙ୍କି କରି ସିନ୍ଧୁକୁ ସୁନା କୁମ୍ଭେ ଭରି। ସୁରଙ୍ଗ କୁମଳ ଚରଣ ଧୋଇବି ଦେଇ ମନ କର୍ଣ୍ଣ। ଆହା ମରଇ କାହିଁ ପାଇଁ ଚାଲି ପାଦରେ ଥିଲି ଯାଇ। ନୃପତି ଭାସି ଅଶ୍ରୁ ଜଳେ କହିଲା ହେମନ୍ତ ବିକଳେ। ଆଦେଶ ଦେଲେ ଜଗନ୍ନାଥେ ମାଳିନୀ ବାଇଗଣ କ୍ଷେତ୍ରେ। ଶ୍ରୀଗୀତ ଗୋବିନ୍ଦ ପଢ଼ଇ ଗଲି ମୁଁ ଶୁଣିବାକୁ ତହିଁ। ଯାଇ ଲୋଭିଲି ଏ ଦଶାକୁ ଯାଇ ନ ଘେନି ଆସ ତାକୁ। ହେମନ୍ତ ଆଜ୍ଞା ରାଜା ପାଇ ଶିବିକା ଦେଲେ ପଠିଆଇ। ଆଣିଲେ ମାଳିନୀ କନ୍ୟାକୁ କହିଲେ ତାକୁ ପଢ଼ିବାକୁ। ପଢ଼ିଲା ସେ ଗୀତ ଗୋବିନ୍ଦ ଶୁଣିନ ପ୍ରଭୁ ମହାନନ୍ଦ। ରହିଲା ଖଞ୍ଜା ଭୂମି ଖାଇ ପଢ଼ିଲା ନୀତି ନୀତି ଯାଇ। ଅଦ୍ୟାପି ତାର ବଂଶଧରେ ଗୀତ ଗୋବିନ୍ଦ ପାଠ କରେ। ସେଦିନ ନଗରେ ଘୋଷଣା ଦେଇ ରାଜନ କଲା ଜଣା। କୁତ୍ସିତ ସ୍ଥାନେ ବାଗମନ ପଢ଼ିବେ ନାହିଁ କେହି ଜନ। ଏମନ୍ତେ ଏକ ଯେ ଯବନ ଏକଥା କରିଣ ଶ୍ରବଣ। ଗଲା ସେ ଗୁଡ଼ା ପରେ ଚଢ଼ି ଗୀତ ଗୋବିନ୍ଦ ପଢ଼ି ପଢ଼ି। ଶୁଣିବା ଆସେ ପ୍ରଭୁ ରାଏ ତା ଗୁଡ଼ା ପଛେ ପଛେ ଯାଏ। ଯବନ କରେ ଦୃଷ୍ଟିପାତ କାହିଁ ହିନ୍ଦୁର ଜଗନ୍ନାଥ। ନ ଦେଖି ହୃଦେ ବିଚାରିଲା ଯବନ ବୋଲି ନ ଆସିଲା। ଏମନ୍ତ କାଳେ ଭାବଗ୍ରାହୀ ସମ୍ମୁଖେ ଠିଆ ହେଲେ ଯାଇ। ଶ୍ୟାମଳ ସୁନ୍ଦର ମୂରତି ଆହା କି ଅପରୂପ ଜ୍ୟୋତି। ଚାହିଁବା ମାତ୍ରେ ବେନି ଡୁଳେ ଅଶ୍ରୁ ପଡ଼ିଲା ଗଡ଼ି ତଳେ। ହରିର ନାହିଁ ପରାପର ଯବନ ଚାଣ୍ଡାଳ ବିଚାର। ଯେ ତାକୁ ଭଜେ ସେହି ପାଏ ଭକ୍ତ ବତ୍ସଳ ଦେବରାଏ। ଜୟଦେବକୁ ଏକ ଦିନେ ଆଦେଶ ଦେଲେ ନାରାୟଣେ। ଘେନିଣ ତର ଠାକୁରକୁ ଯାଅ ତୁ ବୃନ୍ଦାବନ ଠାକୁ। ଶୁଣି ସେ ମନେ ଚିନ୍ତା କରି ଠାକୁରେ ଅତି ସ୍ଥୂଳ ଭାରି। କେମନ୍ତେ ଅବା ନେବି ମୁହିଁ ରାଧା ମାଧବ ଜାଣି କହି। ମୁହିଁ ବହିବି ସୂକ୍ଷ୍ମ ଦେହ ଝୁଲିରେ ପୁରାଇ ତ ନିଅ। ହେମନ୍ତ ଶୁଣି କବିବର ଝୁଲିରେ ପୁରାଇ ଠାକୁର। ଯାଇ ଦେଖିଲା ବୃନ୍ଦାବନ ପୁଲକି ଉଠେ ଘନ ଘନ। କେଶୀ ଘାଟର ସନ୍ନିଧାନେ ରହିଲା ପ୍ରେମାନନ୍ଦ ମନେ। ରାଧା ମାଧବ ରୂପ ଚାହିଁ ସେ ଧନି ଦ୍ରବୀଭୂତ ହୋଇ। ତୁଳାଇ ଦେଲା ମନ୍ଦିର ତହିଁରେ ରହିଲେ ଠାକୁର।
ହୁଅନ୍ତେ କବି ଅପ୍ରକଟ ଠାକୁରେ ଜୟପୁର ରାଟ। ଘେନାଇ ଗଲା ନିଜ ରାଜେ ଅଦ୍ୟାପି ସେଠାରେ ବିରାଜେ। ରାଧା ମାଧବ ମନୋହର ସ୍ୱରୂପ ତ୍ରୈଲୋକ୍ୟ ଠାକୁର। ଶ୍ରୀମୁଖ ଚନ୍ଦ୍ରରୁ ଅଧିକ ଶ୍ରୀ ଅଙ୍ଗେ ବିଜୁଳି ଝଟକ। ଶ୍ରୀ ଜୟଦେବ କବିବର ଭକତ କୀର୍ତ୍ତି ପୁଣ୍ୟଧର। ଯାଅ ଅନୁରୁଧେ ଗଙ୍ଗା ଆସି ସ୍ୱଗ୍ରାମ ମଧ୍ୟରେ ବିଳସୀ। କେନ୍ଦୁ ବିଲ୍ୱର ଯେ ଅଠର କୃଶ ଦୂରରେ ଥିଲା ଧାର। ତହିଁରେ ତିନି ସ୍ନାନ କରି ଆସନ୍ତି ଜୟଦେବ ଫେରି। ଦିନେକ କାର୍ଯ୍ୟା ଦିବସରେ ଯାଇ ନ ପାରି ଖେଦ କରେ। ସାଧୁର ମନ ଗଙ୍ଗା ଜାଣି ଆସିଲେ ତରଙ୍ଗାଇ ପାଣି। ସାଧୁର ପାଶେ ପରବେଶୀ ବହିଲେ ସ୍ନାନ କର ଆସି। ତୁମ୍ଭ ପରଶ ଲଭିବାକୁ ଅଇଲି ଧାଇଁ ମୁଁ ଏଠାକୁ। ଯେ ଗଙ୍ଗା ତ୍ରିଲୋକ ପ୍ଲାବନ ଶିରରେ ବହେ ତ୍ରିଲୋଚନ। ସେହି ଗଙ୍ଗାର ହରିଦାସ ଶ୍ରୀ ଅଙ୍ଗେ ଛୁଇଁବାକୁ ଆସ। ଧନ୍ୟରେ କବି କୁଳେଶ୍ୱର ଧନ୍ୟ ହେ ଭକତ ଶେଖର। ତୁମ୍ଭ ଚରଣେ କରେ ଆସ ଏହିନ ବିପ୍ର ରାମ ଦାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ। ଶ୍ରୀ ଜୟଦେବ ଗୋସ୍ୱାମୀ ଦାଢ଼୍ୟତା ଭକ୍ତି ବର୍ଣ୍ଣନେ ନାମ ପଞ୍ଚଶତ ଅଧ୍ୟାୟ।